ନମସ୍କାର ଭାଇମାନେ କେମିତି ଅଛନ୍ତି? ତ ମୁଁ ଆଜି ଦୀପ୍ତିରଞ୍ଜନ ଆସିଛି ମତେ ପଚାରିବାକୁ। ତ ମୁଁ ରଷିଆରେ ରହୁଥିଲି। ତ ରଷିଆରେ ମୋର କଣ ଅସୁବିଧା କେମିତି ଥିଲି ତ ସେ ସବୁ ବିଷୟରେ ଆଜି ଦୀପ୍ତିରଞ୍ଜନ ମତେ ପଚାରିବାକୁ ଆସିଥିଲେ। ତ ମୁଁ ଏ ବିଷୟରେ ଏ ଭିଡିଓରେ ଏକ୍ସପ୍ଲେନ କରିବାକୁ ଯାଉଛି। ତ ଲାଷ୍ଟ ପର୍ଯ୍ୟନ୍ତ ପୁରା ଭିଡିଓକୁ ଦେଖନ୍ତୁ। ଆଉ ଭିଡିଓକୁ ଲାଇକ୍ ଆଉ ସବସ୍କ୍ରାଇବ ଆଉ ସାଙ୍ଗକୁ ସେୟାର କରନ୍ତୁ। ଆପଣ କାହିଁକି ରୁଷିଆ ଗଲେ? ଇଣ୍ଡିଆରେ ଏତେ କାମ ଅଛି, କାହିଁକି ବିଦେଶୀ ଗଲେ? କାରଣ କଣ? ଆ ଇଣ୍ଡିଆରେ ତ ବହୁତ କାମ ଅଛି। ବହୁତ କମ୍ପାନୀ ଏମିତି ବି ମୁଁ କରିଛି। ଫାଷ୍ଟ ଗୋଆ, ତାପରେ ବେଙ୍ଗଲୋର, ଚେନ୍ନାଇ ସବୁଠି କାମ କରିଛି। କିନ୍ତୁ ମତେ ଟିକେ ସାଲାରୀ କମ ଲାଗିଲା। ଆଉ ଗୋଟେ କଥା ହଉଛି, ମୁଁ ଗୋଟେ ଦିନେ ଭାବିଲି ଇଣ୍ଡିଆରେ କାମ କରି କି ବିଦେଶରେ କାମ କରି ଗୋଟେ ଦିନରେ ତ ମୁଁ କେବେ ଗାଁକୁ ଆଇପାରିବିନି କିଛି ଅସୁବିଧା ହେଲେ। ସେଇଟା ଗୋଟେ ରିଜନ ରହିଲା। ଆଉ ଗୋଟେ କଥା ହେଲା ମନିର ରିଜନ। ତ ଇଣ୍ଡିଆରେ ଟିକେ ସେଠୁ କମ ସାଲାରୀ ଥିଲା। ତ ସେଥିପାଇଁ ମୁଁ ବାହାରେ ଯିବାକୁ ଚାହିଁଲି। ହେଲେ କାହା ଦ୍ଵାରା କେମିତି କଣ ଗଲେ? କାହାକୁ କଣ୍ଟାକ୍ଟ କରିକି ଗଲେ? ତ ବହୁତ ଟାଇମ ଆମେ କଣ୍ଟାକ୍ଟ କରିବାକୁ ଫାଷ୍ଟ ଆମେ ଗୁଜୁରାଟ ଯାଇଥିଲୁ। ସେଇଠି ବହୁତ ଦେଖିଲୁ କିନ୍ତୁ କିଛି ଏମିତି ସଠିକ ଲାଗିଲାନି, ଫେକ୍ ଲାଗିଲା। ତ ପୁଣି ବେଙ୍ଗଲୋରରେ ଆମେ ବୁଲୁଛୁ, ଚେନ୍ନାଇ ବୁଲୁଛୁ, ତ ଏମିତି କିଛି ସଠିକ ଲାଗିଲାନି। ତ ଗୋଟେ ଏଜେଣ୍ଟ ଦ୍ଵାରା ଯାଇଛୁ ଆମେ, କିନ୍ତୁ ଏଜେଣ୍ଟ ଦ୍ଵାରା ଯିବାଟା ଠିକ ନୁହେଁ। ଏଜେଣ୍ଟ ଦ୍ଵାରା ଯାଇକି ତ ଗୋଟେ ସାଙ୍ଗଟେ କହିଲା କି ଏଇଠି ଏଇଠି ଯାଅ, ନମ୍ବର ଦେଲା ବିଶାଖାପାଟଣା। ତ ସେଠୁ ଆମେ ଗଲୁ, କିନ୍ତୁ ଏଜେଣ୍ଟ ଦ୍ଵାରା ଯାଅନି। ମୁଁ ଗୋଟେ ସଜେସନ ଦଉଛି, ଏଜେଣ୍ଟ ଦ୍ଵାରା କେହି ବି ଯାଆନ୍ତୁ ନାହିଁ। ଆପଣ କିଏ ଭାଇ ବନ୍ଧୁ କିଏ ବାହାରେ ଅଛନ୍ତି ବୋଲେ ତା ଦ୍ଵାରା ସହଯୋଗ କରି ଯାଆନ୍ତୁ। ଆପଣଙ୍କ ଏଇଟା ଫାଷ୍ଟ ଟାଇମ ଥିଲା ନା ଆଗରୁ ଆପଣ ଯାଇଛନ୍ତି? ନାଇଁ, ରଷିଆ ତ ମୋର ଫାଷ୍ଟ ଟାଇମ ନଥିଲା। ମୁଁ ଆ ପୂର୍ବରୁ ଦୁଇଟା ଦେଶ ବୁଲିଛି। ଗୋଟେ ବେହେରିନ ଆଉ ଗୋଟେ କତର। ବେହେରିନ ଯାଇଥିଲି, ବହୁତ ମଜା ମସ୍ତି ଥିଲା ସେଠି, ସାଙ୍ଗସାଥି ବହୁତ ଥିଲେ। ବହୁତ ଖୁସି ଥିଲା ସେଇଠି, ବହୁତ ମଜା। ଇଣ୍ଡିଆନ ଖାନା, ଇଣ୍ଡିଆନ ଫୁଡ ସବୁ ମିଳୁଥିଲା ବେହେରିନରେ। ତ ବେହେରିନରେ 2 ବର୍ଷ ସରିଲା। ତାପରେ ମୁଁ ଆସିଲି, ଗାଁରେ କିଛି ମାସ ରହିଲି, ପୁଣି ଗଲି କତର। କାହା ଦ୍ଵାରା ଗଲେ? ଭଲ ଏଜେଣ୍ଟ ନା ଅଫିସ ଥ୍ରୁରୁ? ନାଇଁ, ମୁଁ ସଜେସନ ଦଉଛି ଯେ ଏଜେଣ୍ଟ ଦ୍ଵାରା ଗଲେ ତମେ ଟିକେ ବହୁତ ଫ୍ରଡରେ ପଡିପାରିବ। ଗୋଟେ ଜବ୍ କହିକି ଗୋଟେ ଜବ୍ ଲଗେଇଦେବେ। ଆଉ 5ଟା 25 କହିବେ, ମନେକର 25,000 ସେ ଲକ୍ଷେ ଟଙ୍କା କରି ନେବେ। ତ ମୋ ସଜେସନ କରୁଛି ଏଜେଣ୍ଟ ଦ୍ଵାରା କେହି ବି ଯାଆନ୍ତୁ ନାହିଁ। ଆପଣ ଯଦି ଯିବାକୁ ଚାହୁଁଛନ୍ତି ଡାଇରେକ୍ଟ ଅଫିସ ଥ୍ରୁରୁ ଯାଆନ୍ତୁ, ନହେଲେ କେହି ଭାଇ ବନ୍ଧୁ ଦ୍ଵାରା ଯାଆନ୍ତୁ। ଅଫିସ ଥ୍ରୁ ଗଲେ ଭଲ। ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇରେ ମେନ୍ ହେଡ୍ ଅଫିସ ଅଛି, ଆପଣ ଯାଇପାରିବେ। ଆପଣ ଏଜେଣ୍ଟ ଦ୍ଵାରା ଯାଇଥିଲେ, କେତେ କଣ ଖର୍ଚ୍ଚ ହେଇଥିଲା? ରୁଷ ତ ଯାଇଥିଲି ଏଜେଣ୍ଟ ଦ୍ଵାରା, ବହୁତ ଫ୍ରଡରେ ପଡିଯାଇଛି। ତ ସେଠି 1,60,000 1,80,000 ଖଣ୍ଡେ ଖର୍ଚ୍ଚ ହେଇଯାଇଛି। ଆପଣ ଗଲା ପରେ ସେଠି କେହି ରିସିଭ କରିବାକୁ ଆସିଥିଲେ କି? ହଁ, ଆମେ ଯେତେବେଳେ ଗଲୁ ଏଠୁ, ତ ଆମକୁ ବି ରସିଆନ ଲାଙ୍ଗୁଏଜ ଜଣା ନାହିଁ, କି ସେଇଠିକାର ଲୋକକୁ ଇଂଲିଶ ଲାଙ୍ଗୁଏଜ ଜଣା ନାହିଁ। ତ ଯେମିତି ଆମେ ଏୟାରପୋର୍ଟ ଗଲୁ, ଦିନ 11ଟା ଅଧେ ହେଇଥିବ। ତ ସେଠିକାର ଲୋକକୁ ଗୋଟେ କଣ୍ଟାକ୍ଟ କଲୁ। ସେ କହିଲା କି ଦିନ 2ଟା ବେଳୁ ତମେ ରିସିଭ କରିବାକୁ ସେଠିକାର ଗୋଟେ ଲୋକାଲ ଲୋକ ଆସିବ। ତ ସେଇଠୁ ଆଉ ଗୋଟେ ଏୟାରପୋର୍ଟକୁ ଆମର ଯିବାର ଥିଲା। ତ ଆମେ ଦିନ 2ଟାରୁ କହିଥିଲା, 2ଟାରୁ ଆମେ ଏୟାରପୋର୍ଟ ବାହାରେ ଅପେକ୍ଷା କଲୁ। ଥଣ୍ଡା ବହୁତ ଥିଲା ସେଦିନ। ଥଣ୍ଡାରେ ଥରି ଥରି ଅପେକ୍ଷା କଲୁ। ତ ସେ ଆସିଲାନି। ଆସିଥିଲା ମଧ୍ୟ ତା ଲଙ୍ଗୁଏଜ ଆମେ ବୁଝିପାରିନଥିବୁ, ଏମିତି ହେଇଥିବ ବୋଲି ମୁଁ ଭାବୁଛି। ତ ଆମକୁ ରିସିଭ କଲାନି। ଆମ ନିଜ ପଇସାରୁ ସେଇଠୁ ନିଜେ ଏକ୍ସଚେଞ୍ଜ କରିକି ଆମେ ଗଲୁ ଆଉ ଗୋଟେ ଏୟାରପୋର୍ଟକୁ। ଆପଣ ଇଣ୍ଡିଆରୁ ଫ୍ଲାଇଟରେ ଯିବା ପାଇଁ ରୁଷିଆର ଫ୍ଲାଇଟ ରିଜନ କଣ ଥିଲା? କେତେ ଘଣ୍ଟା କଣ ଟାଇମ? ତ ଇଣ୍ଡିଆରୁ ରୁଷିଆ ଯିବାକୁ ପ୍ରାୟ ପାଖାପାଖି ମସ୍କୋ ପହଞ୍ଚିବାକୁ 12 ଘଣ୍ଟା ଲାଗିଯିବ। 12 ଘଣ୍ଟା ଲାଗିଯିବ। ତ 12 ଘଣ୍ଟା ଲାଗିଯାଉଛି। ରୁଷରେ କେଉଁ ଭାଷା ଚାଲେ? ରୁଷରେ ଯେମିତି ଆମ ଓଡିଶାରେ ସମସ୍ତେ ଇଂଲିଶ କହିପାରନ୍ତିନି, ସେମିତି ରୁଷରେ ସମସ୍ତେ ଇଂଲିଶ କହିପାରନ୍ତିନି। ପପୁଲାର ଭାଷା ହଉଛି ରୁଷୀ। ତ ଇଂଲିଶ କେହି ବି ବୁଝନ୍ତିନି ଏତେ ପ୍ରପରଲି।
ଆପଣଙ୍କୁ ରୋଷେଇ ଆସେ? ହଁ, ଟିକେ ଟିକେ ରୁଷ ମୁଁ ଜାଣି ଦେଇଥିଲି, ବୁଝି ପାରୁଥିଲି, ଟିକେ ଟିକେ ଜାଣି ଦେଇଥିଲି, କହିବି ଦଉଥିଲି, ଲେଖି ପୁରା ପଢିରେ ବି ଦଉଥିଲି। ଲେଖିତ ପାରୁଥିଲି, ପଢିଲେ ଦଉଥିଲି। ମତଲବ କହିବାକୁ ଗଲେ 100 ରୁ 30% ଜାଣି ଦେଇଥିଲି ଭାଷା। ମୋର କାମ କଣ ଥିଲା? ମୋର କାମ, ମୁଁ ପାଇପ୍ ଫିଟରରେ ଯାଇଥିଲି, କିନ୍ତୁ ମୋର ପାଇପ୍ ଫିଟର ଯିବାର ଇଚ୍ଛା ନଥିଲା। ମୁଁ ଏଜେଣ୍ଟକୁ କହିଥିଲି ମତେ ୱେର ହାଉସ୍ ଜବରେ ଛାଡ଼ିବ, ତ ମୁଁ ଯିବି ନହେଲେ ଯିବିନି। ତ ସେ ହଁ ହଁ କଲା। ସବୁ ହେଲା ପରେ ତ କହିଲା ପାଇପ୍ ଫିଟରରେ ଆପଣ ଜବ୍ ଆସିଛି ହେରି, ଯେମିତି ହେଲେ ଯିବାକୁ ପଡ଼ିବ। ଆଉ ମୁଁ ସେଠୁ ପ୍ରାୟ 80-90 ହଜାର ଦେଇଦେଲି। ତ ଯିବାକୁ ବାଧ୍ୟ ହେଇଗଲି, ମୋର ଯିବାର ଇଚ୍ଛା ନାହିଁ ପାଇପ୍ ଫିଟରରେ। ମୋର ଯିବାର ଇଚ୍ଛା ଥିଲା ୱେର ହାଉସ୍ ଜବ୍ ବିଷୟରେ ଯିବାର ଇଚ୍ଛା ଥିଲା। ଆଚ୍ଛା, ସେଠିକାର ଖାଦ୍ୟ କଣ ଥିଲା? ଖାଦ୍ୟ ସେଠିକାର ଖାଦ୍ୟ ଥିଲା, ଆପଣଙ୍କୁ ଭାତ ମିଳିବ ଏତିକି, ଡାଲି ଟିକେ ମିଳିବ, ଆଉ ସିଝା ଚିକେନ ପଲଣା, ଆଉ ଏତିକିଟା ଆମ କମ୍ପାନୀରେ ଇଣ୍ଡିଆନ ଲୋକ ଅଛି ବୋଲି ଟିକେ ଟିକେ ମିଳିଥାଏ। ଆଉ ଏତିକି ମିଳେ, ଆଉ ବ୍ରେଡ ଫ୍ରେଡ ମକରୋନି ସବୁ ଫରେନ୍ ଖାଦ୍ୟ। ଆଉ ଯେତେ ଦିନ ମୁଁ ଭୋକରେ ବି ରହିଥିଲି, ତ ବହୁତ ଦିନ 3-4 ଦିନ ଭାତକୁ ଲୁଣ ଖାଇକିରି ମଧ୍ୟ ରହିଥିଲି। ତ ମୁଁ ଚିକେନ ଖାଇନି ନା, ସାଧା, ସେଥିପାଇଁ। ପୂର୍ବରୁ ଯେଉଁ ଦେଶ ଯାଇଥିଲେ ସେଠିକାର ଖାଦ୍ୟ କେମିତି ଥିଲା? ଆମ ଓଡିଶା ଖାଦ୍ୟ ପରି କି ଅନ୍ୟ କିଛି? ପୂର୍ବରୁ ବେହରିନ ଯାଇଥିଲି, ଖାଦ୍ୟ ଏକଦମ 1 ନମ୍ବର ଖାଦ୍ୟ ଥିଲା। ସେମ ଇଣ୍ଡିଆ ଖାଦ୍ୟ ଥିଲା। ସେଠି ଯେମିତି ମେସରେ ଯେମିତି ଥିଲା, ବାହାରେ ହୋଟେଲରେ ବି ଇଣ୍ଡିଆ ହୋଟେଲ ମିଳୁଥିଲା। ତ ସେଇଠି ଖାଦ୍ୟ ଫାଦ୍ୟ ସବୁ ଥିଲା, ବହୁତ ଭଲ ଥିଲା। ତ ସେଠିକାର ପାଣି ପବନ କେମିତି ଥିଲା? ପାଣି ପବନ କହିଲେ ନ ସରେ। ତ ସେଠିକାର ଦିନ 10ଟା ଅଧକୁ ରାତି ପାଉଥାଏ, 2ଟାକୁ ରାତି ହେଇଯାଉଛି। ତ ଟେମ୍ପରେଚର ସେଠିକାର ପ୍ରାୟ, ମୁଁ ଲାଷ୍ଟ -54 ପର୍ଯ୍ୟନ୍ତ ସର୍ଭାଇଭ କରିଛି, ବାହାରେ ବୁଲି। ବହୁତ ଥଣ୍ଡା, କେତେବେଳେ ସୂର୍ଯ୍ୟ ଯେଉଁ ଦିଗରେ ଉଦୟ ହୁଏ ସେଇ ଦିଗରେ ଆସେ। ମୁଁ ରହୁଥିଲି 90 ରସିଆର। ତ ସେଠି ମାନେ ସବୁଠୁ ଉପର ଜାଗା ପୃଥିବୀର, ବହୁତ ତାପରେ। ତ ଯୋଉଠୁ ଉଦୟ ହୁଏ ସେଠି, ମୁଁ ଫାଷ୍ଟ ଦିନ ଗଲି, ମୁଁ ଜାଣିପାରିଲିନି ରାତି କୋଉଟା ଦିନ କୋଉଟା। ତ ବହୁତ କମ୍ପ୍ଲିକେଟ ଥିଲା ମୋ ପାଇଁ ସେଇଦିନ। ଆଉ ଦିନ ରାତି ତମେ ଜାଣିପାରିବନି, କେତେବେଳେ ଦିନ ହଉଛି କେତେବେଳେ ରାତି ହଉଛି। ଆଚ୍ଛା। ସୂର୍ଯ୍ୟ ଯୋଉ ଦିଗରେ ଅଛନ୍ତି ସେଇ ଦିଗରେ ଅସ୍ତ ହେଇଯାଉଛି। ତ ଏମିତି ଥିଲା, ବହୁତ କ୍ଲାଇମେଟ ଡ୍ୟୁଟିରେ ମଧ୍ୟ ବହୁତ ପ୍ରୋବ୍ଲେମ ଆସୁଥିଲା। -64 ହାତ ଗ୍ଲୋଭ୍ସରେ କାମ ଦଉନଥାଏ, ବରଫ ପଡି ଯାଉଥାଏ। ଠିକରେ ତମର ଯେତେବେଳେ ହାତ ବରଫ ପଡିବ, ସେକିଲା ବେଳେ ହେଲେ ତମ ହାତ ବରଫ ପଡିଯିବ। ପୁଣି ଯାଇକି ହିଟରରେ ସେକିଲା ବେଳକୁ ହାତ କୋଲ୍ଡ ହେଲା ଟାଇମରେ ବି ବହୁତ ପେନ୍ ହଉଥାଏ। ହାତ ଗୋଟେ ହାମର ହାତକୁ ମାରିବନି, ହାମାରଟା ଯେମିତି ପେନ୍ ହବନି, ସେମିତି ଦିନ ଯାହା ଆମ ଆଙ୍ଗୁଠି ପେନ୍ ହେଉଥାଏ। ତ ଆପଣଙ୍କ ଘରକୁ କେମିତି କଣ୍ଟାକ୍ଟ କରୁଥିଲି ବାହାରେ ରହିକି? ତ ମୋବାଇଲ କଥା କହୁଛ ତ? ମୁଁ ମୋବାଇଲ ତ ସେଇଠି ଦିଟା କଣ୍ଟ୍ରି ଯାଇଥିଲି, ଏମିତି କେବେ ହେଇନଥିଲା, ବହୁତ ଅସୁବିଧା ହେଇଛି। ତ ଦିଟା କଣ୍ଟ୍ରି ଯାଇଛି, ମତେ ଏୟାରପୋର୍ଟରୁ ହିଁ ସିମ୍ ମିଳୁଛି। ଆଡଭାନ୍ସ ବି ମିଳୁଛି, କିନ୍ତୁ ଏଠି ସେମିତି କିଛି ନାହିଁ। ଏଠି ଯେତେବେଳେ ଆମେ ଗଲୁ, ଏମିତିକି କଣ୍ଟାକ୍ଟ ମାନେ କଣ, ସିମ୍ ନାହିଁ କି କିଛି ନାହିଁ, ୱାଇଫାଇ ହେଲେ ନାହିଁ କମ୍ପାନୀରେ। ୱାଇଫାଇ ପ୍ରୋଭାଇଡ କିଛି କାହାକୁ କିଛି କରିନାହାନ୍ତି, ବହୁତ କଷ୍ଟରେ ଚଳୁଥିଲୁ। ତ କାହାକୁ ୱାଇଫାଇ ଭିକ ମାଗିଲା ଭଳିଆ ମାଗିକି, ଅନ୍ୟ ଲୋକଠୁ 5-10 ଦିନ ପାଇଁ ଘରକୁ କଲ୍ କରୁଥିଲୁ। ବାସ୍ ଏମିତି, ଆଉ ଟିକେ ଟିକେ ଭିଡିଓ ବନେଇ ରଖୁଥିଲି, ସେ ୱାଇଫାଇରେ ଏକା ଅପଲୋଡ କରୁଥିଲି ମୋ ଫେସବୁକରେ। ଏମିତି ଚାଲିଥିଲା କଥାବାର୍ତ୍ତା, କିନ୍ତୁ ସିମ୍ ଫିମ୍ କିଛି 3 ମାସ ପର୍ଯ୍ୟନ୍ତ କିଛି ପ୍ରୋଭାଇଡ କରିନଥିଲା। ଆଚ୍ଛା, ଇଣ୍ଡିଆରୁ ଆପଣ ଏକଲା ଯାଇଥିଲେ କି ଆମ ଇଣ୍ଡିଆର କେହି ସେଠି ଥିଲା ଆପଣଙ୍କ ସହିତ? ଇଣ୍ଡିଆରୁ ଆମେ 5 ଜଣ ସାଙ୍ଗ ଯାଇଥିଲୁ, ଓଡ଼ିଶାରୁ ହିଁ, ଆମ ଲୋକାଲିଟିରୁ। ତ ସମସ୍ତେ 2, 4, 5 ନାହିଁ 7 ଜଣ ଯାଇଥିଲୁ।
7 ଜଣ ତ ସମସ୍ତଙ୍କୁ ଆଗେ ଭିଜା ହେଇଗଲା, ତାଙ୍କ ଆଗେ ପଳେଇଲେ। ତ କେହି ବି ଗୋଟେ କମ୍ପାନୀ ଥିଲା କିନ୍ତୁ କେହି ବି ଗୋଟେ ଜାଗାକୁ ଯାଇନଥିଲେ, ସବୁ ଅଲଗା ଥିଲା। କିଏ ନର୍ଥ ଥିଲା, କିଏ ସାଉଥ ଥିଲା। ମତେ ଆଗା ମୁଁ ଏକଲା ଓଡ଼ିଆ ପିଲା ଭିନ୍ନ ବିଭାଗରେ ଥିଲି ଏକଲା। ତ ସେମାନେ ଯୋଉ ରହୁଥିଲେ ମୋଠୁ ତାଙ୍କୁ ବି 3000 କିଲୋମିଟର ଏଇଠୁ ଦିଲ୍ଲୀ ପର୍ଯ୍ୟନ୍ତ ଏତିକି ହବ, କି ଆଉ ଟିକେ ଦୂର ହବ। 2700-3000 କିଲୋମିଟର ସମସ୍ତେ ରହୁଥିଲେ। ତାଙ୍କେ ସାଙ୍ଗ ହେଇକି ରହୁଥିଲେ ଓଡ଼ିଆ, କିନ୍ତୁ ମୁଁ ଏକଲା ସେଇଠି ଓଡ଼ିଆ ଥିଲି। ଏମିତି ଥିଲା। ତ ମେନ୍ କ୍ୱେଶ୍ଚନ, ଆପଣ ଯାଇଥିଲେ ବୋଲି କହୁ, ତ କେମିତି କଣ ମାନେ ମୁକୁଳିଲେ? ତ ଫସିବା କଥା ହଉଛି ଏମିତି ଆଜ୍ଞା ଦେଖ, ପ୍ରଥମେ ତ ଏଜେଣ୍ଟ ଗୋଟେ କାମ କରି ଗୋଟେ ଜବ୍ କରି ଅନ୍ୟ ଜବ୍ ଦେଲା। ସେ କହିଥିଲା ଯେ ସବୁଯାକ ସାଙ୍ଗସାଥି ଗୋଟେ ସାଙ୍ଗରେ ରହିବା ବୋଲି, ସେମିତି କିଛି ନାହିଁ। କିଏ କାହାକୁ କୋଉଠି ପକେଇଦେଲା ଏମିତି। ତିନରେ ସାଲାରୀ ତ ଠିକ ଥିଲା, କିନ୍ତୁ ଖାଇବା ପିଇବା ଭଲ ନଥିଲା। ସାଙ୍ଗମାନେ ଯାଇଥିଲେ, ସେମାନଙ୍କର ବି ଏମିତି ଅସୁବିଧା ଥିଲା। ତ ସେମାନେ ମତେ ଭିଡିଓ କଲରେ ଅଛି, ମୋର ଭିଡିଓ କଲ୍ ଅଛି, ତାଙ୍କ ସହିତ ମୁଁ କଥା ହେଇଥିଲି। ତ ସେମାନଙ୍କର ବି ଅବସ୍ଥା ବହୁତ ଖରାପ ଥିଲା ବୋଲି ମୁଁ ଭାବୁଛି। ମତେ ତ ଭାତ ମିଳୁଥିଲା, ସେମାନଙ୍କୁ ଭାତ ବି ମିଳୁନଥିଲା। ଆଉ ତାଙ୍କଠୁ ଅସୁବିଧା ମୁଁ ବି ଥିଲି, କାହିଁକି ନା ତାଙ୍କ ବି ସିମ୍ ଫିମ୍ ସବୁ ପ୍ରୋଭାଇଡ ଥିଲା, କିନ୍ତୁ ମୋତେ ସିମ୍ ନଥିଲା। କି ଆଡଭାନ୍ସ ବି ନଥିଲା, ମତେ ଆଡଭାନ୍ସ ବି ଟଙ୍କାଟେ ବି ହେଇନଥିଲା 3 ମାସ ପର୍ଯ୍ୟନ୍ତ। ତ ଏଇଟା ହଉଛି ମେନ୍ କାରଣ। ଆଉ ଗୋଟେ କାରଣ ହଉଛି ଏଜେଣ୍ଟ ଆମର କମ୍ପାନୀ ଯେ ମେନ୍ ନାଇଁ କି, ଯେ ଆମ ଦେଇ ନେଇଥିଲା ଏଜେଣ୍ଟ ଆମ ଦେଇକି, ସେ ୱାର୍କ ପରମିଟ୍ 3 ମାସ ଥିଲା, କିନ୍ତୁ ଏଜେଣ୍ଟ ଆମ ଦେଇକି 2 ବର୍ଷ କହିକିରି 1,80,000 ଟଙ୍କା ନେଇଗଲା। ସେଇଟା ହଉଛି ମେନ୍ ଫ୍ରଡ୍। ତ ଏମିତି ଥିଲା ଆଉ। ତ ଏମିତି ଫ୍ରଡ୍ ହେଇକି ପୁଣି ଆମେ -64 ସେଠିକାର ଲୋକଙ୍କର ବ୍ୟବହାର କେମିତି ଥିଲା, ଚାଲିଚଳନ? ତ ଲୋକ ତ କହିବାକୁ ଗଲେ ରୁଷ ଲୋକ ବହୁତ ଭଲ, ରୁଷିଆନ ଲୋକ। କିନ୍ତୁ ଆମ ପାଖେ ଥିଲା ଆମେ ଯୋଉ ଟିମ୍ ୱାର୍କ କରୁଥିଲୁ, ଆମ ପାଖରେ ଉଜବେକିସ୍ତାନ, ତୁର୍କମେନିସ୍ତାନ ସବୁ ଥିଲେ। ଏଇ ଲୋକ ମୁସଲିମ ଲୋକ ନା, ସେତେ ଖାସ୍ ନଥିଲେ। କିନ୍ତୁ ରୁଷିଆନ ଲୋକ ଭଲ, ବହୁତ ଭଲ। କିନ୍ତୁ ମେନ୍ କଥା ହଉଛି ଲଙ୍ଗୁଏଜ। ନା ଆମେ ତାଙ୍କ ଲଙ୍ଗୁଏଜ ବୁଝିପାରୁଛୁ, ନା ଆମେ ଇଂଲିଶରେ କହିଲେ ତାଙ୍କୁ ବୁଝିପାରୁଛୁ। ସେଇଟା ହଉଛି ମେନ୍ ପ୍ରୋବ୍ଲେମ। ଆଉ ତାଙ୍କର ଖାଇବା ପିଇବା ମାନେ କଣ, ମକରୋନି, ବ୍ରେଡ, ଏଗୁଡା ସବୁ ଖାଇ, ଯୋଉ ସସ୍ ଚିଜ୍ ଏଗୁଡାକ ପିଇବା ବେଲେ ପାଣି ପିଇବେନି, ପାଣି ପିଇବାର ମୁଁ ଜାଣିନି। ଏନର୍ଜି ଡ୍ରିଙ୍କ, ବିୟର, ଆଲକୋହଲ, ୱାଇନ ଏସବୁ। ଆଉ ଆମିଷ ତ ଏନି ଟାଇମ୍। ଏସବୁ ବି ଖାଏ, ପାଣି ପିଇବାରେ ତ ମୁଁ କେବେ ଦେଖିନି। ଆପଣ ନିଜେ ବି ଗଲେ ପାଣି ବି ପିଇ ପାରିବେନି। ମୁଁ ପାଣି ପିଏ, କିନ୍ତୁ ସେଠିକି ଯିବା ଟାଇମ୍ ଦିନକୁ ଗୋଟେ 100 ml ବି ପାଣି ପିଇ ପାରିନଥିଲି, ଏମିତି ଥିଲା ସେଠି। ଦର୍ଶକଙ୍କୁ କଣ କହିବେ ଏ ବିଷୟରେ? ତ ମୁଁ ଗୋଟେ ସଜେସନ ଦବାକୁ ଚାହୁଁଛି, ଯୋଉମାନେ ବାହାରେ ଯିବାକୁ ଚାହୁଁଛନ୍ତି, ଯଦି ଚାହୁଁଛନ୍ତି ବେଶୀ ପ୍ରେସର, ଇଣ୍ଡିଆରେ ବି ସେଇ ସାଲାରୀ ହେଇଗଲାଣି ସେଇ ରେଞ୍ଜରେ। ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ, ନହେଲେ ଟିକେ ମୁଣ୍ଡ ଲଗେଇବାକୁ ପଡିବ। ଯଦି ତା ପରେ ବି ଆପଣ ଚାହୁଁଛନ୍ତି ବାହାରକୁ ଯିବାକୁ, ତ କେବେ ବି ଏଜେଣ୍ଟ ଥ୍ରୁରୁ ଯାଆନ୍ତୁ ନାହିଁ। ମେନ୍ କଥା ହଉଛି ଏଜେଣ୍ଟ ଥ୍ରୁରୁ କେବେ ଯାଆନ୍ତୁ ନାହିଁ। ଆପଣ ଯଦି ଅଫିସରୁ ଯିବେ, ଯଦି ଯିବାକୁ ଚାହୁଁଛନ୍ତି ଅଫିସରୁ ଯାଆନ୍ତୁ। ଆପଣ ଲକ୍ଷେ ଜାଗାରେ ଆପଣଙ୍କୁ ଅଫିସରୁ 30,000 ପଡିବ। କୌଣସି ଫ୍ରଡରେ ବି ପଡିଲେ ଆପଣଙ୍କୁ ସେ 30,000 ବି କିଛି ମାନେ କିଛି ବି ପଇସା ମିଳିବ, କିନ୍ତୁ କେବେ ବି ଏଜେଣ୍ଟ ଥ୍ରୁରୁ ଯିବାକୁ ମୁଁ କହୁନି, ଏଜେଣ୍ଟ ଥ୍ରୁରୁ ଯାଆନ୍ତୁ ନାହିଁ। ତ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବେ।